ଝିଅ ନାଁରେ ତମେ ସବୁ ବଦନାମ କରୁଛ ବଦନାମ। ମୋ ଝିଅ କଳଙ୍କିନୀ ନୁହଁ। ମୁଁ ଭଲ ଭାବେ ଜାଣିଛି ମୋ ଝିଅଟାକୁ। ମୁଁ ପୁରା ତା ବାପା। ଆରେ ବାପା ହୋଇ ଝିଅର ମନ କଥା ଜାଣିପାରିବନି। ଆଉ କ'ଣ ତୁ ଜାଣିବୁ? ତୋ ଭଉଣୀ ନାଁରେ ତୁ ଏତେ ବଡ଼ କଥା କହିପାରୁଛୁ? ଏତେ ବଡ଼ କଥା କହିପାରିଲୁ କେମିତି? କେମିତି କହିପାରିଲୁ ତୁ? ତମେ କ'ଣ ଭାବୁଛ? ତମ ଝିଅଟା ମହାସତୀ। ମୁଁ ମୋ ନିଜ ଆଖିରେ ଦେଖିଛି। ସେ ବିକିକୁ ଘରେ ଡାକି ତା ସହିତ ଚୋରା ବିରୋଧୀ କରୁଥିଲା। ଏ ବହୁମା, ତମେ ଯାହା କହୁଛ ମିଛ କହୁଛ। ମୋ ବହୁମା ମିଛ। ମୋ ଝିଅ କଳଙ୍କିନୀ ନୁହଁ। ତମେ ମାନେ ସମସ୍ତେ ମିଛ କହୁଛ। ମିଛ, ହଁ ମିଛ କହୁଛ। ଆରେ ସେ ଘର ଛାଡ଼ି ଚାଲିଗଲା, ତୁ ତାକୁ ଅଟକେଇ ପାରିଲୁନି। ସେ ପରା ତୋ ଭଉଣୀ, ତୋ ହାତରେ ରାକ୍ଷୀ ବାନ୍ଧିଥିଲା। ରାକ୍ଷୀ। ଆରେ ତୁ ତାକୁ ଏତେ ବଡ଼ ଧକ୍କା ଦେଇଦେଲୁ। କାହିଁକି ଏମିତି କଲୁ ରେ ବାବା? ଆରେ କାହିଁକି ଏମିତି କଲୁ? ଆଉ କ'ଣ କରିଥାନ୍ତି? ତମେ କହୁଛ ଆମେ ସମସ୍ତେ ମିଛ କହୁଛୁ? ହଁ, ତମେ ସମସ୍ତେ ମିଛ କହୁଛ। ମିଛ, ସବୁ ମିଛ କହୁଛ। କାହିଁକି ଏମିତି କଲୁ ରେ ବାବା? କାହିଁକି ଏମିତି କଲୁ? ଜାଣି ଶୁଣି ନିଜ ଭଉଣୀଟାକୁ ଘରୁ ତୋଡ଼ିଦେଲୁ। ତୁ ପରା ତା ଭାଇ ହୋଇ ଭାଇ ଭଉଣୀ ନାଁରେ ଏଇଭଳି କଥା କହିପାରିଲୁ କେମିତିରେ? ସଂସାରରେ କ'ଣ ତୋ ଭଳିଆ ଭାଇ ଅଛନ୍ତି? ଆରେ ଲୋକମାନେ କହିବେ ନିଜ ଭାଇ ଯେତେବେଳେ ଭଉଣୀ କି ଦୋଷ ଦଉଛି, ଏ ଲୋକମାନେ କ'ଣ କହିବେ? ଲୋକମାନେ କ'ଣ କହିବେ? ଆରେ ନିଜ ଭାଇ ଯେତେବେଳେ ଭଉଣୀ କି ଖରାପ ବୋଲି କହୁଛି, ଏ ଲୋକମାନେ ବି ତାକୁ ଗୋଟେ ଚରିତ୍ରହୀନ ବେଶ୍ୟା ବୋଲି କହିବେ। କାହିଁକି ଏମିତି କଲୁ ରେ ବାବା? କାହିଁକି? କେତେ ଆଶା ଭରସା କରିଥିଲା ଝିଅଟା। ମୋର ଗୋଟିଏ ବୋଲି ଭାଇ ଅଛି, ମୋତେ ସାହାଯ୍ୟ କରିବ ବୋଲି, ମୋ ଆଖିର ଲୁହ ପୋଛିବ ବୋଲି। ଶେଷରେ ତାକୁ ଘରୁ ତୋଡ଼ିଦେଲୁ କେମିତି ରେ ବାବା? କେମିତି ଘରୁ ତୋଡ଼ିଦେଲୁ? ଭୁଲ ପାଇଁ ସେ ଶାସ୍ତି ପାଇଲା। ତାଠୁ କ'ଣଟା ଏମିତି ହେଇଗଲା ଯେ? ହଁ ବାପା, ତା ଭୁଲ ପାଇଁ ସିଏ ଶାସ୍ତି ପାଇଲା। ଆଉ କ'ଣ? ତମେ ପରା ଗୋଟିଏ ଝିଅ ହୋଇ ଗୋଟିଏ ଝିଅକୁ ଏମିତି ଘରୁ ବାହାର କରିଦେଲ କେମିତି ବହୁମା? ତମ ଭାଇ ଯଦି ତମକୁ ଏମିତି ଘରୁ ବାହାର କରିଦେଇଥାନ୍ତା, ତାହେଲେ ତମ ଅବସ୍ଥା କ'ଣ ହେଇଥାନ୍ତା ବହୁମା? ମୋତେ କ'ଣ କହୁଛ? ବିକାଶକୁ କହୁନ। ଏ ବାବା, ଆରେ ଝିଅଟା ଚାଲି ଯାଇଛି। କୋଉଠି ରହିବ? କୋଉଠି ଖାଇବ? କଳା ଛୁଆଟା କାହା ଘରକୁ ଯିବ? କାହା ପିଣ୍ଡରେ ଶୋଇବ? ସେତିକି ଚିନ୍ତା କରିପାରିଲୁନି? ତୋତେ ପରା ରାକ୍ଷୀ ବାନ୍ଧିଲା ବେଳକୁ କହିଥିଲା, ଏ ଭାଇ ତୋ ହାତରେ ମୁଁ ରାକ୍ଷୀ ବାନ୍ଧୁଛି ଭାଇ, ତୋତେ ମୁଁ କିଛି ମାଗୁନି। ଯେତେବେଳେ ମୋ ଆଖିରେ ଲୁହ ଦେଖିବୁ, ତୋ ପଣତ କାରିରେ ଟିକେ ପୋଛିଦେବୁ ଭାଇ। ଯେତେବେଳେ ମୁଁ ଅସୁବିଧାରେ ପଡ଼ିବି, ମୋ ପଛପଟେ ଟିକେ ଠିଆ ହବୁ ବୋଲି। ଶେଷରେ ତାକୁ ତୁ ଏତେ ବଡ଼ ଧକ୍କା ଦେଲୁ। ଲୋକମାନଙ୍କ କଥା ଶୁଣି ତୁ ତାକୁ ଘରୁ ବାହାର କରିଦେଲୁ। କାହିଁକି ରେ? କାହିଁକି? ଆଉ କ'ଣ କରିଥାନ୍ତି ବାପା? ଏ ବାବା, ଆଉ କ'ଣ କରିଥାନ୍ତି? ଯେତେବେଳେ ସେ ମୋ ସ୍ତ୍ରୀକୁ ଚରିତ୍ରହୀନ ବୋଲି କହିବ, ତାହେଲେ ମୁଁ ଆଉ କ'ଣ କରିଥାନ୍ତି? ତାକୁ ଘରୁ ତୋଡ଼ିଦେଲି। ଠିକ ଅଛି ରେ ବାବା, ଠିକ ଅଛି।
ତୁମେ ମାନେ ଯେତେ ତମ ଘରୁ ବାହାର କରିଦେଇଛ ମୁଁ ତା ବାପା ଛୋଟରୁ ତାକୁ ମଣିଷ କରିଛି। ସେଦିନ ରାଗରେ କିଛି କହିଦେଲି ବୋଲି ତୁ ଭାବୁଛୁ ବାପାଟା ରାଗି ଯାଇଛି। ନାଇଁ ରେ ବାବା ରାଇ, ଏ ଦୁନିଆର ସମସ୍ତ ବାପା ମା, ଏ ଦୁନିଆର ସମସ୍ତ ବାପା ମା ତାଙ୍କ ପୁଅ ଝିଅମାନଙ୍କୁ କେବେ ବି ଏଇଭଳି ବ୍ୟବହାର କରନ୍ତିନି। ମୁହଁରେ କୁହନ୍ତି, ଗାଳି କରନ୍ତି, କିନ୍ତୁ ଅନ୍ତର ଭିତରେ ସେମାନଙ୍କର ସ୍ନେହ ଥାଏ ପୁଅ ଝିଅମାନଙ୍କ ପ୍ରତି। ପୁଅଟା ଯେତେ ଖରାପ ହେଇଥାଉ, ଝିଅଟା କେତେ ଖରାପ ହେଇଥାଉ, କିନ୍ତୁ ଅନ୍ତର ଆତ୍ମାଟା କାନ୍ଦୁଥାଏ ସେମାନଙ୍କର ସ୍ନେହ ମମତା ସେହି ଅନ୍ତର ଭିତରେ ଥାଏ। ମୁହଁରେ ସେମାନଙ୍କୁ ଗାଳି ଦିଅନ୍ତି, ଗାଳି ଶାସନ କରନ୍ତି। ମୁଁ ବି ତୁମମାନଙ୍କର ବାପା ମୁହଁରେ କହେ, କିନ୍ତୁ ମୋ ଅନ୍ତର ଭିତରେ ତୁମମାନଙ୍କର ସ୍ନେହ ମମତା ଭରିରେ ରହିଛି। ମୁଁ କେବେ ତାକୁ ବାହାରେ ରହିବାକୁ ଦେବିନି। ଯାଉଛି, ଏବେ ଯାଉଛି, ଝିଅଟାକୁ ମୁଁ ଡାକି ଆଣୁଛି। ଆରେ ତମେ ଏତେ ବଡ଼ କଥା କହିଦେବ, ମୋ ଝିଅଟାକୁ ଘରୁ ବାହାର କରିଦେବ। ଏବେ ଯାଉଛି, ସେ ଯେଉଁଠି ଥିଲେ ବି, ଯେଉଁ ଘରେ ଥିଲେ ବି ତାକୁ ମୁଁ ଘରୁ ଡାକି ଆଣିବି। ହଁ, ଆଜି ଯାଉଛି, ଆଜି ଯାଉଛି। तुम बापा ताकू सतरे घर को पूरी करे फेरे ना कौन। यही देख विकास, मत लोक कथा शुणी शुणी मो मुंड पूरा टेंशन लगलानी। जदि पूरी थे घर को फेरे आण कथाटा अलग हम, अलग हम, मने रख। सब कौन है जाउची? सेपटे बापा कथा बुझीबी ना स्त्री कथा बुझीबी? आज मु पागल है जीबी, पागल